ମୁଁ ଜଣକୁ ବହୁତ ଭଲ ପାଇଥିଲି। ପାଖାପାଖି 8 ବର୍ଷର ଆମ ସମ୍ପର୍କ। ତା ସହ ବିତେଇଥିବା ସବୁ ସ୍ମୃତି ଏବେ ବି ମୋ ଆଖି ଆଗରେ ଜଳନ୍ତି ଦୃଶ୍ୟମାନ। ପଇସା ରୋଜଗାର ପାଇଁ ମୁଁ ଆନ୍ଧ୍ରପ୍ରଦେଶ ଆସିଥାଏ। ହଠାତ୍ ତା ନମ୍ବର ସୁଇଚ୍ ଅଫ୍ ଆସିଲା। ମୁଁ 1000 ଚେଷ୍ଟା କରିଛି ତା ସହ 2 ପଦ କଥା ହେବା ପାଇଁ, ତାର କଣ୍ଠ ସ୍ୱର ଥରେ ଶୁଣିବା ପାଇଁ, ତାର ଭଲ ମନ୍ଦ ବୁଝିବା ପାଇଁ, କିନ୍ତୁ ମୁଁ ଅସମର୍ଥ ହେଲି। 1000 ଚେଷ୍ଟା ମୋର ବିଫଳ ହେଲା। ଦିନେ ଖବର ପାଇଲି କି ତା ବାହାଘର ହୋଇଯାଇଛି। ତାର ପରିବାର ଲୋକ କ'ଣ କଲେ କେଜାଣି ସିଏ ମୋତେ ଛାଡ଼ି ଆଉ କାହା ହାତ ଧରିଲା। ଏବେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ। ମୁଁ ଚାହିଁକି ବି ତାକୁ ଭୁଲି ପାରୁନି। ତା କଥା ମୋର ବାରମ୍ବାର ମନେ ପଡ଼ୁଛି। ତାର ସ୍ମୃତି ମୋତେ ପାଗଳ କରୁଛି। ଏକଥା ଜାଣିବା ପରେ ସିଏ ଆଉ କାହାର, ତଥାପି ତାଙ୍କ ସହ କଥା ହେବାକୁ ଇଚ୍ଛା ହେଉଛି। କ'ଣ କରିବି କିଛି ଜାଣିପାରୁନି। ଏମିତି ଜଣେ ବନ୍ଧୁ ପଚାରିଛନ୍ତି, ସିଏ କ'ଣ କଲେ ସେ ଝିଅ ସହ ପୁଣି ଥରେ କଥା ହୋଇପାରିବେ? ସିଏ ଏକଥା ଜାଣିବାକୁ ଚାହାନ୍ତି। ଗୋଟେ କଥା କହିବି, ଯାହା ସହ ଘଟିଥାଏ କେବଳ ସିଏ ହିଁ ଜାଣିଥାଏ ତାକୁ କେତେ କଷ୍ଟ ହେଉଛି। ଶୁଣିବା ଲୋକ ତ କେବଳ ଆଶ୍ୱାସନା ଦେବା ବ୍ୟତୀତ ଆଉ କିଛି କରିପାରିନଥାଏ। ଯଦି ମୋତେ ପଚରାଯାଏ ତେବେ ମୁଁ ଶୁଖିଲାରେ କହିଦେବି, ଭାଇ ତାକୁ ଭୁଲିଯାଅ। କିନ୍ତୁ ଯେତିକି ମୋ ପାଇଁ କହିବା ସହଜ ସେତିକି ତାଙ୍କ ପାଇଁ କରିବା ସହଜ ନୁହେଁ। ତଥାପି ମୁଁ ସେହି ଗୋଟେ କଥାରେ ଅଟଳ କି ଭାଇ ତୁମେ ତାକୁ ଭୁଲିଯାଅ। ଏତିକି କହିବା ପଛରେ କାରଣ ବି ଅଛି। ସିଏ ଏବେ ଆଉ କାହାର। ଯଦି ତୁମେ ତା ସହ କଥା ହେବା ସଫଳ ବି ହୋଇଗଲ ତେବେ ସିଏ 3ଟି ପରିବାରକୁ ଧୋକା ଦେବ। ପ୍ରଥମ, ଏବେ ଯେଉଁ ପରିବାରରେ ବୋହୂ ଅଟେ। ଦ୍ୱିତୀୟ, ଯେଉଁ ପରିବାରରେ ଝିଅ। ଏବଂ ସ୍ୱାମୀକୁ ଧୋକା ଦେଇ ତୁମ ସହ କଥା ହେବା ମାନେ ଅନ୍ୟ ଅର୍ଥରେ ତୁମକୁ ବି ଧୋକା ଦେବା। ଏତେ ଲୋକ କଷ୍ଟ ପାଇବା ଅପେକ୍ଷା ଜଣେ ଦୁଃଖ କଷ୍ଟ ପାଇଯିବା ଭଲ। ଏକୁଟିଆ ରହିବା ବି ବେଳେବେଳେ ବରଦାନ ଭଳି କାମ କରେ। ଆମେ ଏକୁଟିଆ ଯେଉଁ କାମକୁ ବିନା କୌଣସି ଦ୍ୱିଧାରେ କରିବା ତାହା କାହା ସହ ରହି କରିପାରିବା ନାହିଁ। ଭାବି ନିଅନ୍ତୁ, ଆପଣ ଯେଉଁଠି ଚାକିରି କରିଛନ୍ତି, ଯଦି ସମ୍ପୂର୍ଣ୍ଣ ଫୋକସ୍ କାମରେ ରୁହେ ତେବେ ସେହି ପର୍ଟିକୁଲାର ଚାକିରି ଆପଣଙ୍କୁ ପ୍ରମୋସନ୍ ମିଳିବା ସହଜ ହୋଇଯିବ। ଆଉ ଯଦି ଡିଷ୍ଟାନ୍ସ ରୁହେ ତେବେ ମଣିଷ ଭିତରୁ ଜୁଜି ହୋଇଯାଏ। କାରଣ ମଣିଷ କୌଣସି ନିର୍ଦ୍ଦିଷ୍ଟ କାମକୁ ଯେତେ ନିଷ୍ଠାର ସହ ଏକୁଟିଆ କରିବ ତାହା କାହା ସହ ରହି କରିପାରିବ ନାହିଁ। ମଣିଷର ପୁରୁଣା ପ୍ରକୃତି ଯାହା ମନେ ରଖିବା କଥା ତାକୁ ବାରମ୍ବାର ଭୁଲିଯାଏ, ଯାହା ଭୁଲିଯିବା କଥା ତାକୁ ବାରମ୍ବାର ମନେ ପକାଇଥାଏ। ମଣିଷକୁ ଅଭାବ ଦୃଢ଼ ଅନୁଶାସନର ମଣିଷ ଯେଉଁଦିନ ଠାରୁ ନିଜେ ନିଜକୁ ଶାସନ କରିବା ଶିଖିଯିବ ସେହିଦିନ ଠାରୁ ତାକୁ କେହି ହରାଇ ପାରିବେ ନାହିଁ। ନିଜକୁ ଶାସନର ଅର୍ଥ ନିଜ ଶରୀରକୁ ଆଘାତ କରିବା ନୁହେଁ, ବରଂ ନିଜେ ନିଜକୁ ନିୟନ୍ତ୍ରଣ କରିବା। ମନକୁ ବହୁତ ଜିନିଷ ଦରକାର। କେବେ ତାକୁ ମଦ ଦରକାର, କେବେ ତାକୁ ସିଗାରେଟ୍ ତ ଦରକାର, କେବେ ତାକୁ ପ୍ରେମ ତ ଦରକାର, ପୁଣି କେବେ ପ୍ରେମରେ ଢେର ସାରା ଆଶା ବି ଦରକାର। ଆଶା ପୂରଣ ନହେଲେ ମନ କଷ୍ଟ ପାଏ, ଆଉ ମନ କଷ୍ଟ ପାଇଲେ ଶରୀର ଦୁର୍ବଳ ହୋଇଯାଏ। ସହଜ ଲାଗୁଥିବା କାର୍ଯ୍ୟ କଷ୍ଟ ହୋଇଯାଏ। କାରଣ ମନ ଭିତରେ ଏହି ଆଶଙ୍କା ଥାଏ କି କେମିତି କହିବି ତା ପାଖରେ ମୋ ଖବର ପହଞ୍ଚୁ, କି ମୁଁ କେତେ କଷ୍ଟରେ ଅଛି। ଯେତେବେଳେ କି ସାମ୍ନା ଲୋକକୁ ଏମିତି ବି କିଛି ଫରକ ପଡ଼େନି। ସ୍ୱାର୍ଥପର ଦୁନିଆରେ ସମସ୍ତେ ନିଜ ପାଇଁ ବଞ୍ଚୁଛନ୍ତି। କାହା ପାଖରେ ଏଠି ସମୟ ବି ନାହିଁ ଆଉ ଆପଣଙ୍କ ବିଷୟରେ ଚିନ୍ତା କରିବା ପାଇଁ। ଥରେ ନିଜ କଥା ଭାବିକି ଦେଖ, ତୁମକୁ କେହି ଧୋକା କି ଦୁଃଖ ଦେଲା ଆଉ ତୁମେ ଭାଙ୍ଗି ପଡ଼ିଲ। କେବେ ବି ବାପା ମା କି ତୁମ ଉପରେ ନିର୍ଭର ରହିଥିବା ଲୋକଙ୍କ ବିଷୟରେ ତୁମେ କିଛି ବି ଭାବିଲ ନାହିଁ। ବାସ୍ ମନ ଭାଙ୍ଗିଲା ଆଉ ତୁମେ ବି ଭାଙ୍ଗି ପଡ଼ିଲ। ତୁମେ ତୁମର କର୍ତ୍ତବ୍ୟରୁ ଓହରି ଗଲ। ଗୋଟେ କଥା କହିବି, ପ୍ରକୃତରେ କେହି ଛାଡ଼ିକି ଚାଲିଗଲେ ଆମେ ଏଥିପାଇଁ ଦୁଃଖୀ ହୋଇଯାଏ କି ଆମେ ତା ବିନା ଏକୁଟିଆ ରହିଗଲେ। ଯେତେବେଳେ କି ଛାଡ଼ିକି ଯାଇଥିବା ମଣିଷ ମନରେ ଟିକେ ହେଲେ ବି ଅଫସୋସ ନଥାଏ, ଯାହା ପାଇଁ ଆମେ କିଛି ବି ନୁହେଁ। ତାଙ୍କୁ ଆମେ ସବୁଠାରୁ ନିଜର ଭାବିବାଟା ହିଁ ଆମର ସବୁଠାରୁ ବଡ଼ ମୂର୍ଖାମୀ। ଭିଡ଼ିଓର ଅନୁସାରେ ଏତିକି କହିବି, କେହି ତୁମ ଖୁସିର କାରଣ ନୁହେଁ, ତୁମେ ନିଜେ ତୁମ ଖୁସିର କାରଣ। ସେଥିପାଇଁ ନିଜକୁ ଖୁସି ରଖିବା ପାଇଁ କାରଣ ଖୋଜ। କିଏ ଧୋକା ଦେଇଛି, କିଏ ଦୁଃଖ ଦେଇଛି, ଏ ବିଷୟରେ ଅଧିକା ଚିନ୍ତା କରି ବର୍ତ୍ତମାନକୁ ଦୁଃଖରେ ଭର ନାହିଁ।